ମା ବୈଷ୍ଣବ ଦେବୀ ତାଙ୍କର ଦୟା ଶକ୍ତି ଓ ଆଶୀର୍ବାଦ ଯେଉଁଥିରେ ଭକ୍ତ ପାଉଛନ୍ତି ଅନନ୍ୟ ଶାନ୍ତି ଓ ସାହସ। ଭକ୍ତମାନେ ନିତ୍ୟ ଧ୍ୟାନ କରନ୍ତି, ପୂଜା କରନ୍ତି, ସମର୍ପିତ ହୁଅନ୍ତି। ମା ବୈଷ୍ଣବ ଦେବୀଙ୍କ ଉପରେ ଭକ୍ତଙ୍କର ଏକ ଅନେକ ଚମତ୍କାରୀ ଅନୁଭବ ରହିଛି। ତାଙ୍କର ଦୟା ଶକ୍ତି ଓ ଆଶୀର୍ବାଦ ଭକ୍ତଙ୍କୁ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଶକ୍ତି ପ୍ରଦାନ କରେ। ଭକ୍ତମାନେ ତାଙ୍କର ନିତ୍ୟ ପୂଜା ଧ୍ୟାନ ଓ ସମର୍ପଣ ଦ୍ୱାରା ମା ବୈଷ୍ଣବ ଦେବୀଙ୍କର କୃପା ପାଇବାକୁ ଆଶା କରନ୍ତି। ଏହି ଶକ୍ତି ଏବଂ ଆଶୀର୍ବାଦ ତାଙ୍କ ଜୀବନର ସମସ୍ତ ଦୁଃଖ ଓ କଷ୍ଟରୁ ଆଜାଦ କରିଥାଏ। ଏହି କଥା କୌଣସି ଉପନ୍ୟାସ ନୁହେଁ, ଏହା ହେଉଛି ଶ୍ରଦ୍ଧା ଓ ଭକ୍ତିର ଏମିତି ଏକ କାହାଣୀ ଯାହା ଦେଖାଏ କିପରି ଏକ ସାଧାରଣ ମଣିଷ ମଧ୍ୟ ମା'ର ଅପାର ଦୟାରେ ଅଲୌକିକ ଅନୁଭବ କରିପାରେ। ଗୋଟିଏ ଗାଁରେ ଥିଲେ ଦିଲୀପ। ଗରିବ ହେଲେ ମଧ୍ୟ ମନରେ ଥିଲା ମା ବୈଷ୍ଣବ ଦେବୀଙ୍କ ଉପରେ ଭରସା। ମା ନିଶ୍ଚିତ ମୋ କଥା ଶୁଣୁଛନ୍ତି। ଦିନେ ମନେ ଲାଗିଲା ମୋ ଜୀବନ ଅଧୁରା ଯେ ପର୍ଯ୍ୟନ୍ତ ମା ବୈଷ୍ଣବ ଦେବୀଙ୍କୁ ଦେଖିନାହିଁ। ସେ ଚାଲିଲେ ଖାଲି ପାଦେ, କେହି ସାଙ୍ଗ ନାହିଁ, କେବଳ ଭକ୍ତି ଓ ଶ୍ରଦ୍ଧା ସାଥିରେ ଥିଲା। ଯେତେବେଳେ ତ୍ରିକୁଟା ପାହାଡ଼ ଦେଖିଲେ ଆଖିରୁ ଲୁହ ଝରି ପଡ଼ିଲା। କିନ୍ତୁ ସେ କହିଲେ, ମା ମୁଁ ଆସିଛି, ମୋ ପାଦ ଫାଟିଛି, ରକ୍ତ ଝରୁଛି, କିନ୍ତୁ ମୁଁ ରୁକିବିନି। ମୁଁ ଆଉ ତୁମ ସ୍ନେହ ବିନା ଜୀବନରେ କଳ୍ପନା କରିପାରିବିନି। ଅଧରାତି ଅନ୍ଧାର ବନ ମଧ୍ୟରୁ ଆସିଲା ଏକ ଘୋଡ଼ାର ଶବ୍ଦ, ଏକ ଆଲୋକ ଜ୍ୟୋତି। ମା ବୈଷ୍ଣବ ଦେବୀ ନିଜେ ଦିଲୀପଙ୍କ ସାମ୍ନାରେ ଆସିଲେ। ଦିଲୀପ, ତୁମ ଭକ୍ତି ଦେଖି ମୁଁ ପ୍ରସନ୍ନ। ଚାଲ ମୋ ଗୁମ୍ଫାକୁ ନେଉଛି। ସେ ମା'ଙ୍କୁ ଦେଖି ଅତି ଭାବ ବିଭୋର ହେଲେ। ଗୁମ୍ଫା ଭିତରେ ଅପୂର୍ବ ଦୃଶ୍ୟ। ତିନୋଟି ପିଣ୍ଡି, ଜ୍ୟୋତିର୍ମୟୀ ପ୍ରଭା ଏବଂ ମା ବୈଷ୍ଣବ ଦେବୀ ନିଜେ ସାକ୍ଷାତ ଦର୍ଶନ ଦେଉଛନ୍ତି। ମା ବୈଷ୍ଣବ ଦେବୀ ଦୂରରେ ନୁହେଁ, ତୁମେ ଭକ୍ତିରେ ଡାକ, ମା ଶୁଣିବେ। ମନ ଭିତରେ ଥିବା ଶ୍ରଦ୍ଧା, ସେହି ମା'ର ନିଜ ରୂପ। ସେହି ମୁହୂର୍ତ୍ତରୁ ଦିଲୀପର ଜୀବନ ବଦଳିଗଲା। ଘରକୁ ଫେରିଲେ। ଆଉ ଗରିବ ନୁହେଁ, ଘରେ ଥିଲା ଅନ୍ନ, ଶାନ୍ତି ଓ ଭକ୍ତି। ସେ ଗାଁ ଲୋକଙ୍କୁ କହେ, ମା ବୈଷ୍ଣବ ଦେବୀ ଆଉ ଦୂରରେ ନୁହେଁ, ମନ ଭିତରେ ଅଛନ୍ତି। ତୁମେ ଶ୍ରଦ୍ଧାରେ ଡାକ, ମା ଶୁଣିବେ। ମା ବୈଷ୍ଣବ ଦେବୀ କହନ୍ତି, ମୁଁ ଭକ୍ତ ହୃଦୟ ମଧ୍ୟରେ ବସିଥାଏ, ଡାକିଦିଅ ମୁଁ ଆସିବି। ଜୟ ମା ବୈଷ୍ଣବ ଦେବୀ।